ଛୋଟିଆ ଜେନାର ଗୋଟେ ସାଙ୍ଗ ଗାଙ୍ଗପୁର ଥାନା ଅନ୍ତର୍ଗତ ବରପାଲି ଗାଁର ଜିତୁ ସୁପାରି କିଲର ବର୍ତ୍ତମାନ ଗାଙ୍ଗପୁର ଥାନା ଅନ୍ତର୍ଗତ ବରପାଲି ଗାଁର ଜିତୁ ସ୍ୱାଇଁ ସୁପାରି କିଲରର ସାହାଯ୍ୟ ନେଇଥିଲେ। ସେ ହେଉଛି ଛୋଟିଆ ଜେନାର ସାଙ୍ଗ। ଗାଙ୍ଗପୁର ଗ୍ରାମ କୋଉ ଗାଁ? ବରପାଲି ଗାଁ। ବରପାଲି ଗାଁର ଜିତୁ ସ୍ୱାଇଁ ବରପଲ୍ଲୀ ଜିତୁ ସ୍ୱାଇଁ ଦ୍ୱାରା ଯେ 45,000 ଟଙ୍କା ଦେଇଥିଲା। 45,000 ଟଙ୍କା ଦେଇକରି ଇଏ କ'ଣ କଲା ନା ଆମର ଜିତୁ ସ୍ୱାଇଁ ସହିତ ବାବନପୁରର ସୁନିଲ ଜେନାର ସାଙ୍ଗ ଦିଲ୍ଲୀପ କୁମାର ନାୟକ ତାଙ୍କୁ ପଠେଇଲା କଲିକତାର ଦୁର୍ଗାପୁର ଅଞ୍ଚଳକୁ ବନ୍ଧୁକ କିଣିବା ପାଇଁ। ଜିତୁ ସ୍ୱାଇଁ ସୁପାରି କିଲର ଯାଇଥିଲା। ଛୋଟିଆର ସାନ ଭାଇ ସୁନିଲ ପଠେଇଥିଲା 45,000 ଟଙ୍କା ଦେଇକରି ସୁପାରି କିଲର ଜିତୁ ସ୍ୱାଇଁକି ଏବଂ ତାର ସୁନିଲ ସାଙ୍ଗ ବାବନପୁର ଯେ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀପ କୁମାର ନାୟକ ପଠେଇଥିଲା ଦୁର୍ଗାପୁର କଲିକତା ୱେଷ୍ଟବେଙ୍ଗଲ। ସେଠାରେ ସେମାନେ ପ୍ରାୟ 9 ମାସ ତଳେ ଯାଇଥିଲେ ବନ୍ଧୁକ ଆଣିବା ପାଇଁ। ସେଠି ହରିଓମ ନାମକ ଜଣେ ବନ୍ଧୁକ ବେପାରୀ ଠାରୁ ସେମାନେ ଗୋଟେ ବନ୍ଧୁକ ଏବଂ ଗୁଳି 9 ମାସ ତଳେ ଦୁଇଟି ବନ୍ଧୁକ ଏବଂ ଗୁଳି ଆଣିଥିଲେ। କେତେଟା ଗୁଳି ତ କହୁନି, ବନ୍ଧୁକ ଏବଂ ଗୁଳି କିଛି ଆଣିଥିଲେ ହେଲା। କରିଥିଲେ ଯୋଜନା ମୁତାବକ ଗତ ବର୍ଷ ରାଜମା ଯାତ୍ରା ପରେ ଅପ୍ରିଲ ମାସରେ ଶେଷ ଆଡ଼କୁ ଆସ୍ତେ ଆସ୍ତେ ସେମାନେ ସୁଚିନ୍ତିତ ବା ଷଡ଼ଯନ୍ତ୍ର କରିକରି ସେମାନେ ଯୋଜନା କରିଥିଲେ ମାରିବା ପାଇଁ। କାରଣ ସବୁବେଳେ ବାହାର ଲେଙ୍କା ଯେହେତୁ ତାର ସାନ ଭାଇ ଅରବିନ୍ଦ ଲେଙ୍କା ସରପଞ୍ଚ, ସେ ସଦାବେଳେ ବ୍ଲକକୁ ଆସନ୍ତି ଏବଂ ସାଧାରଣତଃ ଲୋକ ସହିତ ସଂଶ୍ଳିଷ୍ଟ ରୁହନ୍ତି। ଛୋଟ ପଞ୍ଚାୟତର ସମସ୍ତ କାମଦାମ ସେ ବୁଝନ୍ତି। ଏମିତି ଦିନେ ସେ ଆସିଛନ୍ତି ଆସ୍କା। ଏମାନେ ଦିଲ୍ଲୀପ କୁମାର ନାୟକ ଯିଏକି ଏ କେସ୍ର ମୁଖ୍ୟ ଅଭିଯୁକ୍ତ। ଏଇଟା ଗତ ବର୍ଷ ଅପ୍ରିଲ ମାସ ରାଜମା ଶେଷ ଆଡ଼କୁ ଏମାନେ କ'ଣ କଲେ, ଦିଲ୍ଲୀପ କୁମାର ନାୟକ ବିଜୁକୁନା ସେ ଜଗେଇଲେ। ସୁପାରି କିଲର ଜିତୁ ଏବଂ ହଟିଆ ଜେନାର ସାନ ଭାଇ ସୁନିଲ ଏମାନେ ସୁଗାର ଫ୍ୟାକ୍ଟ୍ରିର ଯେଉଁ ଅଛି ଆପଣଙ୍କର ଦିଲ୍ଲୀପ ନାୟକ ବିଜୁକୁନା ଛକ, ହଁ ଏ ଖବର ଦେବା ପାଇଁ ରହିଲା। ଜିତୁ ଏବଂ ସୁପାରି କିଲର ଜିତୁ ଏବଂ ସୁନିଲ ଏମାନେ ଆମର ଯେଉଁ ଅଛି ଚିନିକଳ ରାସ୍ତା ଶଗଡ଼ ରାସ୍ତାରେ ଲୁଚିକି ରହିଲେ କ୍ୟାପିଟାଲ ରାସ୍ତା ପାଖରେ। ଏବଂ ଯେତେବେଳେ ଦିଲ୍ଲୀପ ଖବର ଦେଲା ଯେ ସେ ଯାଉଛି, କିଏ ଯାଉଛି, ବାହନ ଯାଉଛି ତା ମୋଟରସାଇକେଲରେ, ସେମାନେ ତାକୁ ଫଲୋ କରିଥିଲେ ଏବଂ ଫାୟାର କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ଗୁଳି ଫୁଟିନଥିଲା। ବାହନ ଲେଙ୍କା ରାତି 10ଟା ପରେ ବାହନ ଲେଙ୍କା ଗାଡ଼ି ବୁଲେଇକିରି ବରଗାଁ ଭିତରେ ପଶି ବାପି ବିଶ୍ୱାଳ ଘରେ ଆଶ୍ରୟ ନେଇଥିଲେ ଏବଂ 3-4 ଜଣ ଲୋକ ରାତି ନେଇକି ତାଙ୍କ ଘରେ ଛାଡ଼ିଥିଲେ। 2 ଜଣ ଲୋକ ତାଙ୍କୁ ନେଇକି ସେଦିନ ରାତିରେ ଛାଡ଼ିଥିଲେ। ଗୋଟେ ଆଟେମ୍ପ୍ଟ ଫେଲର ହେଲା ପରେ ତଥାପି ହେଲେ ମଧ୍ୟ ସେମାନେ ପୁଣି ସୁଚିନ୍ତିତ ଯୋଜନା କରିଥିଲେ ତାଙ୍କୁ ମାରିବା ପାଇଁ। କେତେ ଦିନ ତଳେ ଜିରୋ ନାଇଟ୍ରେ ମାରିବା ପାଇଁ ଯୋଜନା କଲେ। ଜିରୋ ନାଇଟ୍ରେ ଯୋଜନା ମୁତାବକ ଯେହେତୁ ଗୁଳି ଫୁଟିନଥିଲା, ତାଙ୍କ ପାଖରେ ଗୁଳି କିଛି କମ୍ ଥିଲା। ପୁଣି ଥରେ ଗତ 26 ତାରିଖ ଦିନ ହଟିଆ ଜେନାର ସାନ ଭାଇ ସୁନିଲ ଜେନା ଏବଂ ବାବନପୁରର କବାଡ଼ି ଖେଳାଳି ଦିଲ୍ଲୀପ ସୁନିଲର ସାଙ୍ଗ ଯେ ଏମାନେ ପୁଣି ଗଲେ ଦୁର୍ଗାପୁର କଲିକତା ୱେଷ୍ଟବେଙ୍ଗଲରେ ଯାଇ ଏମାନେ ସେଠାରୁ 15ଟା ଗୁଳି, ଗୋଟେ ଗୁଳିକି 1200 ଟଙ୍କା ଦେଇକି 15ଟା ଗୁଳି ସେ ହରିଓମ ଠାରୁ କିଣିକି ଆଣିଲେ। କିଣିକି ଆଣିକି ସେମାନେ ଯୋଜନା ପ୍ରସ୍ତୁତ କଲେ ଏବଂ ଯୋଜନା ମୁତାବକ ସେମାନେ ତା ପୂର୍ବରୁ ମଙ୍ଗଳପୁରରୁ ଚନ୍ଦ୍ରମଣି ମହାରଣା ଆସ୍କା ମଙ୍ଗଳପୁରର ଚନ୍ଦ୍ରମଣି ମହାରଣା ଜଣେ କମାର ବ୍ଲାକସ୍ମିଥ୍, ତାଙ୍କ ଘରେ ଫାଷ୍ଟ ଆଟେମ୍ପ୍ଟ ପୂର୍ବରୁ ସୁନିଲ ଜେନାର ସାନ ଭାଇ ହଟିଆ ଜେନାର ସାନ ଭାଇ କୃଷ୍ଣ ଜେନା ଏବଂ ତାର ସାଙ୍ଗ ତାଙ୍କ ଗାଁର ଗୌରହରି ପଣ୍ଡା 1700 ଟଙ୍କା ଦେଇ ଗୋଟେ ଖଣ୍ଡା ତିଆରି କରି ତାଙ୍କ ଘରେ ରଖିଥିଲେ। ମଙ୍ଗଳପୁର ଚନ୍ଦ୍ରମଣି ମହାରଣା ତିଆରି କରିକି ଆଣି ରଖିଥିଲେ। ଫାଷ୍ଟ ଆଟେମ୍ପ୍ଟ ନେଇଥିଲେ ମଧ୍ୟ ହେଲା। ଗୌରହରି ପଣ୍ଡା ତାଙ୍କ ସୁନିଲ ଭାଇ କୃଷ୍ଣର ସାଙ୍ଗ, ତାଙ୍କ ଗାଁର ଠୁମୁକି ଗାଁର ମାନେ ଖଣ୍ଡା ତିଆରି କରି ରଖିଥିଲେ, ବୁଝିଲେ। ତାପରେ ଏମାନେ 27 ତାରିଖ ଦିନ କଲିକତାରୁ ଗୁଳି ଧରିକି ଫେରିଲେ ଦୁର୍ଗାପୁରକୁ। ଫେରିବା ପରେ ଦିଲ୍ଲୀପ ନାୟକ କ'ଣ କଲେ ଯେ ତାଙ୍କର ସମ୍ପର୍କ ପିଇସି ସେ ବାବନପୁରର ସୁପ୍ରଭା ବିଶ୍ୱାଳ, ଯାହାକି ତାଙ୍କର ଶ୍ୱଶୁର ଏକ୍ସପାୟାର କରିଯାଇଥିଲେ, ସେ ପଳେଇଥିଲେ ଡେଙ୍ଗାପଦାରୁ। ତାଙ୍କ ଘର ଚାବି ଏ ତାକୁ ପୁଅ ଭଳିଆ ରଖନ୍ତି।
ବାବନପୁରର ଦିଲ୍ଲୀପ ନାୟକ ପାଖରେ ତାଙ୍କ ଘର ଚାବି ଥିଲା। ତେଣୁ ସେ ଘରେ ସୁପ୍ରଭା ବିଶ୍ୱାଳ ସେ ଘରେ ଦିଲ୍ଲୀପ ନାୟକ ଏବଂ ସୁନିଲ ଜେନା ଆଶ୍ରୟ ନେଲେ, ଲୁଚିକି ରହିଲେ ସୁପ୍ରଭା ବିଶ୍ୱାଳ ସକାଳ ଉପରବେଳା ସୁନିଲ ଜେନାର ସାନ ଭାଇ ପୁଷ୍ୟ ଜେନା ଆସି ତାଙ୍କ ସହିତ ଯୋଗ ଦେଲା। ନାଁରେ ବହୁ ଅପରାଧିକ ମାମଲା ଅଛି ପୁଷ୍ୟ ଜେନା ନାଁରେ। 29 ତାରିଖ ଦିନ 11ଟା ବେଳେ ଏମାନେ କ'ଣ କଲେ ଯେ ବନ୍ଧୁକ ଫୁଟି ନଥିଲା, ତେଣୁ ଗୋଟେ ଟ୍ରାଏଲ୍ ନେବେ। এই ଟ୍ରାଏଲ୍ ନେବା ପାଇଁ ଏମାନେ ଗଲେ ଡେରିଂ ସେଣ୍ଟର। ଡେରିଂ ସେଣ୍ଟରକୁ ସେମାନେ ଡକେଇଲେ ମଙ୍ଗୁଳୁ ଆଲିଆ ଯେ ହୃଷିକେଶ ଭଞ୍ଜ, ଯିଏକି ନୂଆ ଗାଁର ଜଣେ ଅପରାଧୀ, ତାକୁ ସେମାନେ ଡକେଇଲେ, ତାଙ୍କ ସେଥିରେ ସାହାଯ୍ୟ ମାଗିଲେ। ତାଙ୍କର ଆଗ ଷଡ଼ଯନ୍ତ୍ର ହେଇଥିଲା ନୂଆ ଗାଁ। ଏମାନେ ମଙ୍ଗୁଳୁ ଭଞ୍ଜ, ସୁନୀଲ କୃଷ୍ଣ ଆଉ ଦିଲ୍ଲୀପ ବନ୍ଧୁକୁ ନେଇକି ଟ୍ରେନିଂ ସେଣ୍ଟର ପଛପଟେ ଥିବା ମଙ୍ଗୁଳୁ ଭଞ୍ଜ ନୂଆ ଗାଁର ଏମାନେ ଗଲେ କେଉଁଠିକି ନା ଗଡ଼ଗଡ଼ିଆ ପାହାଡ଼। ସେଠାରେ ସେମାନେ ଯୋଜନା କଲେ କେମିତି ମାରିବେ ଜିରନାକିରେ, ଏବଂ ସେଠି ଗୋଟେ ରାଉଣ୍ଡ ଗୁଳି ଫାୟାରିଂ କରି କୃଷ୍ଣ ବନ୍ଧୁକ ଟେଷ୍ଟ କଲା, ଟ୍ରାଏଲ୍ କଲା ପରେ ସେମାନେ ଫେରି ଆସିକରି ପୁଣି ଥରେ ସେ ସୁପ୍ରଭା ବିଶ୍ୱାଳ ଘରେ କୃଷ୍ଣ, ସୁନୀଲ ଆଉ ଦିଲ୍ଲୀପ ରହିଲେ। ମଙ୍ଗୁଳୁ ତା ଗାଁ ନୂଆ ଗାଁକୁ ଫେରିଗଲା ହେଲା। ସେଇଦିନ ସନ୍ଧ୍ୟାବେଳେ ସୁନୀଲର କହିବା ମୁତାବକ ମଙ୍ଗୁଳୁର ବାପା ଭଗବାନ ଜେନା ତାଙ୍କ ଘରେ ଆଗରୁ ତିଆରି ହେଇଥିବା ଖଣ୍ଡାଟାକୁ ଆଣି ଫୁମୁକିର ପୋଖରୀ ପାଖରେ ଦିଲ୍ଲୀପ କି ଆଉ ମଙ୍ଗୁଳକୁ ଦେଲା। ସୁନୀଲର ବାପା କୃଷ୍ଣ ଜେନା ସୁନୀଲର କହିବା ମୁତାବକ ମଙ୍ଗୁଳୁ ଦିଲ୍ଲୀପକୁ ପଠାଗଲା। ମଙ୍ଗୁଳୁ ଦିଲ୍ଲୀପ ଯାଇକି ତାଙ୍କ ଘରେ ତିଆରି ହେଇଥିବା ଖଣ୍ଡାଟା ଅଖାରେ ପୁରେଇକି ତାକୁ ଦେଲେ। 30 ତାରିଖରେ 29ରେ 30 ତାରିଖ 29 ତାରିଖ ସରି 29 ତାରିଖ 29 ତାରିଖ। ତାପରେ ସେ ଖଣ୍ଡାଟାକୁ ଆଣିକିରି ଦିଲ୍ଲୀପ ଏବଂ ମଙ୍ଗୁଳୁ ବାବନପୁର ଗାର୍ଲସ ହାଇସ୍କୁଲ ଗୋଦାମ ଘର ଗୋଟେ ଝାଡ଼ି ଭିତରେ ଲୁଚେଇକି ରଖିଲେ ଅଖାସ। ବାବନପୁର କୋଉଟା? ଗାର୍ଲସ ହାଇସ୍କୁଲ ପାଖରେ ଝାଡ଼ି ଭିତରେ ଲୁଚେଇକି ରଖିଲେ। 30 ତାରିଖ ସକାଳୁ ଦିଲ୍ଲୀପ ପୁଣି ଯୋଜନା କଲା ତା ଗାଡ଼ିକି ବ୍ୟବହାର ନ କରିବା ପାଇଁ। ସେ କର୍ପୂରବାଗର ତାର ସାଙ୍ଗ ସତ୍ୟ ସାହୁକୁ କହିଲା, ମୋର ଭଉଣୀର ପୁଅର ଜନ୍ମଦିନ ଅଛି, ମୁଁ ଟିକେ ଭୁବନେଶ୍ୱର ଯିବି, ମୋତେ ତ ପଲ୍ସର ଗାଡ଼ିଟା ଦେଇଥା। ସତ୍ୟ ସାହୁଠୁ କର୍ପୂରବାଗରେ ମାନେ ଗାଡ଼ି ମାଗିଲା ଦିଲ୍ଲୀପ। ଗାଡ଼ି ମାଗିକି 30 ତାରିଖ ସକାଳେ ଗାଡ଼ି ମାଗିକି ତାଙ୍କୁ ଦେଲା। ତାପରେ ଯୋଜନା ମୁତାବକ ସେମାନେ 31 ତାରିଖ ରାତିରେ ସନ୍ଧ୍ୟାବେଳେ ସେମାନେ ସୁଗାର ଫ୍ୟାକ୍ଟ୍ରି ଯେଉଁ ଅଛି ଆପଣଙ୍କ ଶଗଡ଼ ଯିବା ରାସ୍ତା ସେଇଠି ଜଗି ରହିଲେ। ଫାଷ୍ଟ ଆସିକିରି ପଣ୍ଡା ଗୌରହରି ପଣ୍ଡା ସେ ଆସିକି ବାହନ ଲେଙ୍ଗାଙ୍କ ଗତିବିଧି ଉପରେ ନଜର ରଖିଲା। କେଉଁଠି? ବଜାରରେ, ଆସ୍କା ଟାଉନରେ। ଏହି ସମୟରେ ମଙ୍ଗୁଳୁ ଆସିଲା, ଏସ୍ପି ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନେଲା। ପେଟ୍ରୋଲ ନେଇକି ଗୋଟେ ଜାକିଲେ ସେମାନଙ୍କୁ ଦେଲା ପେଟ୍ରୋଲ। କେଉଁଠି? ସେ ଶଗଡ଼ ରାସ୍ତା ପାଖରେ, କଲେଜ ଛକ ଯିବା ରାସ୍ତା ପାଖରେ। ସେମାନେ ପଲ୍ସରରେ ଜଗି ରହିଥିଲେ କି ଦିଲ୍ଲୀପ, ସୁନୀଲ ଆଉ କୃଷ୍ଣ ପାଖରେ। ପେଟ୍ରୋଲ ଦେଲା ସନ୍ଧ୍ୟା 7ଟା 8ଟା ବେଳେ। ସେତେବେଳେ ମଧ୍ୟ ପୋଲିସର ନାକା ଲାଗିଥିଲା, ସେମାନେ ଦୂରରେ ଥିଲେ। ପୋଲିସର ନାକାକୁ ସେମାନେ ଅବଜର୍ଭ କରୁଥିଲେ। ତାପରେ ପ୍ରାୟ ଏମାନେ ମଙ୍ଗୁଳୁ ପୁଣି ଫେରି ଆସିଲା। ଉଭୟ ମଙ୍ଗୁଳୁ ଆଉ ଗୌର ପଣ୍ଡା ବାହାନ ଲେଙ୍କାର ଗତିବିଧି ଉପରେ ନଜର ରଖିଲେ। ବାହାନ ଲେଙ୍କା ତାଙ୍କ ସାଙ୍ଗ ଯିଏକି ରଞ୍ଜିତ ସ୍ୱାଇଁ, ଏମାନେ ସତ୍ୟବୁଷ୍ଟରୁ ବହି କିଣିଲେ, ବସ୍ ଷ୍ଟାଣ୍ଡରେ ଚା ପିଇଲେ। ଏମାନେ ପୁଣି ଆସିଲେ ଟ୍ରକ୍ ଆସୋସିଏସନ ପାଖକୁ ଆସିଲେ ମଙ୍ଗୁଳୁ ବାହାନ ଲେଙ୍କା ଏବଂ ଫ୍ଲେକ୍ସ ପାଇଁ ଗଲେ ମାଣିବିହାର। ଏ ଭିତରେ ସବୁ କିଛି ନଜର ରଖିକି ଏମାନେ ଅପ୍ରିୟ ଖବର ଦେଉଥାନ୍ତି ସୁନୀଲ ଏବଂ କୃଷ୍ଣଙ୍କୁ। ସେଠି ଗାଡ଼ି ଧରିକି ସେମାନେ ବନ୍ଧୁକ ହତ୍ୟାର ସେ ବେଢ଼ିଥିଲେ। ରାତି ପ୍ରାୟ 10ଟା ବେଳକୁ ଯେତେବେଳେ ବାହାନ ଲେଙ୍କା ରଞ୍ଜିତ ସ୍ୱାଇଁର ସ୍ପ୍ଲେଣ୍ଡର କ୍ରସରେ ବସିକିରି ଯେତେବେଳେ କ୍ରସ୍ କଲେ କେଉଁଠି ବିଜୁ ପଟ୍ଟନାୟକ ଛକ, ସେତେବେଳେ ଏମାନେ ଖବର ଦେଲେ ଗୌର ଆଉ ମଙ୍ଗୁଳୁ। ସେ ସମୟରେ ସେମାନେ ଜାଗ୍ରତ ହେଲେ ଏବଂ ସେମାନେ ରେଡ଼ି ହେଇଗଲେ। ଏବଂ ଗାଡ଼ି ଚଲାଉଥିଲା ଦିଲ୍ଲୀପ, ମଝିରେ ବସିଥିଲା କୃଷ୍ଣ, ସୁନୀଲ ବସିଥିଲା ପଛରେ। ବନ୍ଧୁକ ଥିଲା କୃଷ୍ଣ ପାଖରେ, ଖଣ୍ଡା ଥିଲା ସୁନୀଲ ପାଖରେ। ସେମାନେ ପଛେ ଯାଇ ଜିପୋଲ ସ୍କୁଲ ପାଖରେ ସୁନୀଲ ଜିପୋଲ ସ୍କୁଲ ବାଇକ୍ କିଏ ଚଲାଉଥିଲା? ବାଇକ୍ ଦିଲ୍ଲୀପ ଚଲାଉଥିଲା। ଦିଲ୍ଲୀପ ପାଖରେ ମଧ୍ୟ ଗୋଟେ ପିସ୍ତଲ ଥିଲା, କିନ୍ତୁ ଏଟା ବ୍ୟବହାର ନେଇନି। ବାଇକ୍ ଦିଲ୍ଲୀପ ପାଖେ ଥିଲା। ହଁ, ସୁନୀଲ ଯେତେବେଳେ ସେମାନେ ଜିପୋଲ ସ୍କୁଲ ପାଖରେ ଏମାନେ ତାକୁ ଫାୟାର କଲେ ପଛପଟୁ। ସେ ପଛରେ ଗୁଳି ବାଜିଲା ଏବଂ କ'ଣ ଶବ୍ଦ ହେଲା ବୋଲି ଯେତେବେଳେ ମୋଟରସାଇକେଲ ଗାଡ଼ି ରଞ୍ଜିତ ସ୍ୱାଇଁ ଗାଡ଼ି ରଖିଦେଲା, ସେତେବେଳେ ଦିଲ୍ଲୀପ ତାଙ୍କ ଆଗରେ ମୋଟରସାଇକେଲ ନେଇଗଲା
ରଖିଦେଲା ମାଆ ରଖ କହିଲା ପରେ ଏମାନେ ବାହାରିଲାନି ଗାଡ଼ିରୁ ଓହ୍ଲେଇକି ତଳେ ପଡ଼ିଗଲା। ସୁନୀଲ ସାଙ୍ଗେ ସାଙ୍ଗେ ଗାଡ଼ିରୁ ଓହ୍ଲେଇକି ତାକୁ ଫାଟାଲ ବ୍ଲୋ ଦେଲା ତା ମୁଣ୍ଡ ଓ ଆଖିକି ହାଣିଲା। ହାଣିବା ପରେ ସେଇ ସମୟରେ କୃଷ୍ଣ ଗୋଟେ ପିଷ୍ଟଲ ଲଗେଇକି ତା ମୁଣ୍ଡକୁ ଫାୟାରିଂ କଲେ କ୍ଲୋଜ୍ ରେଞ୍ଜରୁ। ସେତେବେଳେ ଇଏ ରଞ୍ଜିତ ସ୍ୱାଇଁ ଯେତେବେଳେ ଦୌଡ଼ିକି ଆସିକି କହିଲେ କାହିଁ ମାରୁଛ ତାକୁ ସେମାନେ ଜୀବନ ମାରା ଧମକ ଦେଲେ। ସେ ସାଙ୍ଗେ ସାଙ୍ଗେ ଗାଡ଼ି ନେଇକି ପଳେଇଲେ। ଆମର ପ୍ରଥମେ ସୁନୀଲ ଜେନା ଏବଂ କୃଷ୍ଣ ଜେନା ପୁଲିସ୍ ସହିତ ଯେତେବେଳେ ମୁହାଁମୁହିଁରେ ସେମାନଙ୍କର ଗୁଳିଗୋଳା ବିନିମୟରେ ସେମାନେ 7 ତାରିଖ ଦିନ ନ୍ୟାୟ ହୋଇଛନ୍ତି। ତାପରେ ଆମେ ଆପଣଙ୍କର ଦିଲ୍ଲୀପ ନାୟକ ପୁଲିସ୍ ଆଗରେ ସାକ୍ଷୀମାନଙ୍କ ଉପସ୍ଥିତିରେ ସମସ୍ତ ଜିନିଷ କନଫେସ୍ କଲେ। ଗାଡ଼ି ଘୋଡ଼ାଠୁ ଆରମ୍ଭ କରି ବନ୍ଧୁକ ଆଣିବାର ଜାଗା ଦେଖାଇଲେ କହିଲେ ଏବଂ ସେ ଯେଉଁ ଫାୟାରିଂ କରିବା ପରେ ସେମାନେ କ'ଣ କଲେ ସୁନୀଲ ଖଣ୍ଡାଟାକୁ ଲୁଚେଇ ଦେଇଛି ବାଟରେ ଏବଂ ଇଏ ତାକୁ ନେଇକି ଝୁଙ୍କୁଣି ରାସ୍ତାରେ ଛାଡ଼ିଦେଲା। ପାଉନପୁର ଝୁଙ୍କୁଣି ରାସ୍ତାରେ ଏବଂ ନିଜେ ପିସ୍ତଲ ଏବଂ ମୋଟରସାଇକେଲ ନେଇକି ଆସି ଘରକୁ ପଳେଇ ଆସିଲା। ଏ ଶୁକ୍ରବାର ବିଶ୍ୱାଳର ଘର ପାଖରେ ଗୋଟେ ଜାଗାରେ ବଳକା ଏ ପିସ୍ତଲଟା ୟୁଜ୍ ହୋଇଥିବା ପିସ୍ତଲ ଏବଂ 5 ରାଉଣ୍ଡ ଗୁଳିକୁ ପୋତିକି ରଖିଦେଲେ। ସେମାନେ ଆଉ ଗୋଟେ ପିସ୍ତଲ 2ଟା ପିସ୍ତଲ ନେଇକି ପଳେଇଥିଲେ। ଜୀବନ୍ତ ଗୁଳି ଏବଂ ପିସ୍ତଲଟା ଜବତ ହେଇଛି ଏବଂ ପୋତା ହେଇଥିଲା ଏବଂ ସମସ୍ତ ମୋଟରସାଇକେଲ ପଲ୍ସର ଏବଂ HF ଡିଲକ୍ସ ଯେଉଁ ମଙ୍ଗଳ ବ୍ୟବହାର କରୁଥିଲା ଏବଂ ପଣ୍ଡା ଯେଉଁ ଗାଡ଼ି ବ୍ୟବହାର କରୁଥିଲା ଏବଂ ଦିଲ୍ଲୀପର ଯେଉଁ ହୁଣ୍ଡା ସାଙ୍ଗେ ବ୍ୟବହାର ହେଇଥିଲା ସମସ୍ତ ଗାଡ଼ି ମଧ୍ୟ ଜବତ କରାଯାଇଛି। ପିସ୍ତଲଟା ପଲ୍ସରଟା ଜବତ ହେଲା ଯାହାକୁ ଫେରାଇଥିଲା ତାଠୁ 27 ତାପରେ ଘର ପଛପଟେ ପୋତି ଦେଇଥିଲା କି? ଘର ସାଇଡ଼ରେ ଅଖା ଧରି ପୋତା ହେଇଥିଲା। ନା ଶୁକ୍ରବାର ବିଷୟରେ କିଛି ନାହିଁ ଆସୁ ଦିଲ୍ଲୀପ କୁମାର ନାୟକ ପିତା କବିରାଜ ନାୟକ ଘର ବାବନପୁର। ଦିଲ୍ଲୀପ କୁମାର ନାୟକ ହଁ ଯିଏକି ଅନ୍ୟ ଜଣେ ମୁଖ୍ୟ ଆସାମୀ ଆସିଲାଣ୍ଡ ଗୋଷ୍ଠୀରେ ଥିଲେ ତିନିଜଣଙ୍କ ସହିତ ମୁଖ୍ୟ ଅଭିଯୁକ୍ତ। ହଁ ଗୌରହରି ପଣ୍ଡା ଯିଏକି ଷଡ଼ଯନ୍ତ୍ରକାରୀ ଦିଲ୍ଲୀପ କୁମାର ନାୟକ ଏଜ୍ କେତେ ଦେଇଛନ୍ତି ସାର୍? 26 ବାପା ନା କବିରାଜ ନାୟକ ଘର ବାବନପୁର। ଗୌରହରି ପଣ୍ଡା ଗୌରହରି ପଣ୍ଡା ଘର 21 ବର୍ଷ ବାପା ନା ହାଡ଼ୁବନ୍ଧୁ ପଣ୍ଡା ଘର ହୁମୁକି। ଋଷିନାଥ ଓରଫ ମଙ୍ଗୁଳୁ ଭଞ୍ଜ ବାପା ମୋହନ ଭଞ୍ଜ ଘର ନୂଆଗାଁ। ମଙ୍ଗଳ ମାସ କେତେ ବର୍ଷ? 26 ବର୍ଷ ଘର ନୂଆଗାଁ। ଭଗବାନ ଜେନା ସୁନୀଲ ଜେନାଙ୍କ ବାପା 50 ବର୍ଷ ପିତା ଆଦିକନ୍ଦ ଜେନା ହୁମୁକି। ଭଗବାନ ଜେନା 50 ବର୍ଷ ହଁ ହୁମୁକି। ହଁ ବାପା ସୁନୀଲ ଜେନାର କୁନା ଜେନା 42 ଇୟର୍ସ ମହିଳା ୱାଇଫ୍ ଅଫ୍ ଭଗବାନ ଜେନା ତାର ମା କୁନା କେହି ବନେ କୁନା ଜେନା। ଏତେ ଜଣ ଆରେଷ୍ଟ ହେଇଛନ୍ତି ହୁମୁକି। ହଁ ଏମାନେ ଦଫା 302 ଷଡ଼ଯନ୍ତ୍ର ଅଭିଯୋଗ 120B 34 IPC 120B 34 IPC 25 1B A 37 आंसर 25 1B 302 120B 34 IPC 25 1B ब्रैकेट A 27 आंसर। ପୁନା ଜାନା ଏଜ୍ କେତେ ଥିଲେ? 42 years